ନଈ ପାଖରେ ସୁନ୍ଦର ଗଛଟିଏ ଥିଲା। ସେଇ ଗଛରେ ସୁନ୍ଦର ଘରଟିଏ ଥିଲା। ଟୁନି ଚଢ଼େଇ ତାଙ୍କ ପରିବାର ସହିତ ସେହି ଗଛରେ ରହୁଥିଲା। ଟୁନି ଚଢ଼େଇ ଅଣ୍ଡା ଦେଲା, କହିଲା, ଆରେ ଟୁନା ଚଢ଼େଇ, ମୁଁ 5ଟି ଅଣ୍ଡା ଦେଇଛି। ଚଢ଼େଇ କହିଲା, ଯା ହଉ, ଆମ ଉପରେ ଜଗତର ନାଥ ଜଗନ୍ନାଥଙ୍କ କୃପା କରିଛନ୍ତି। ଭଗବାନ ଚାହିଁଲେ ଆମର ସୁନ୍ଦର ସୁନ୍ଦର ଛୋଟ ଟୁନା ଟୁନି ହେବେ। ଏହା କହି ସେ 2 ଜଣ ଖାଦ୍ୟ ଆଣିବା ପାଇଁ ବଣକୁ ଚାଲିଗଲେ। ସେହିଦିନ ଗୋଟେ କାଉ ସେଇ ବାଟ ଦେଇ ଉଡ଼ି ଯାଉଥିଲା। ଦେଖିଲା ଗଛ ଉପରେ ଗୋଟେ ସୁନ୍ଦର ଘରଟିଏ ଅଛି। ସେଠାକୁ ସେ ଆସିଲା। ଦେଖିଲା ଘରେ କେହି ନାହାନ୍ତି। କାଉ ଏଣେ ତେଣେ ଚାହିଁଲା। ଦେଖିଲା ବସାରେ ଅଣ୍ଡା ଗୁଡ଼ିକ ଅଛି। ସେ ଯାଇ ଟୁନି ଦେଇଥିବା ଅଣ୍ଡା ସବୁ ଖାଇଦେଲା ଏବଂ ସେଠାରୁ ଉଡ଼ି ଚାଲିଗଲା। ଯା ହଉ, ଆଜି ମୋ ପେଟ ପୂରିଲା ପରି ଲାଗୁଛି। ବିଲ ସାରା ସାରା ପାଣି ଲାଗି ଗାଣ୍ଡି ମୋର କୁଣ୍ଡେଇ ହେଲାଣି। ସରସର ଲାଗେ ଗଲଗଲ ଲାଗେ କୁଣ୍ଡେଇ ହେଲାଣି। ସରସର ଲାଗେ ଗଲଗଲ ଲାଗେ କୁଣ୍ଡେଇ ହେଲାଣି। କିଛି ସମୟ ପରେ ଟୁନି ଚଢ଼େଇ ଘରକୁ ଆସିଲା। ଦେଖିଲା ଆଉ ବସାରେ ଅଣ୍ଡା ନାହିଁ। ସେ ମନ ଦୁଃଖରେ କାନ୍ଦିବାକୁ ଲାଗିଲା। ଏହି ସମୟରେ ରାନୀ ମାଉସୀ ଆସିଲା। କହିଲା, କ'ଣ ହେଲା ଟୁନି, କାହିଁକି ମନ ଦୁଃଖ କରି କାନ୍ଦୁଛୁ? ଟୁନି କହିଲା, ଏବେ ମୁଁ କ'ଣ କରିବି ମାଉସୀ? କ'ଣ କହିବି ଆଉ? ମୋର ତ ଫଟା କପାଳ। ମୁଁ 5ଟି ଅଣ୍ଡା ଦେଇଥିଲି। ବଣରୁ ଆସି ଦେଖିଲି ମୋ ଅଣ୍ଡା ଆଉ ଗୋଟେ ବୋଲି ନାହିଁ। ରାନୀ ମାଉସୀ କହିଲା, ଟୁନି, ମୁଁ ଦେଖିଥିଲି ତୁମ ଘର ଦେଇ ଗୋଟେ କାଉ ଯାଉଥିଲା। ସେଇ ଖାଇଥିବ। ତୁ ଆଉ ମନ ଦୁଃଖ କର ନାହିଁ। ଏହି କଥା କହି ରାନୀ ମାଉସୀ ଉଡ଼ି ଚାଲିଗଲା। ଟୁନି ଚଢ଼େଇ ମନେ ମନେ ଭାବିଲା, ଯେମିତି ବି ହଉ କାଉ ପାଖରୁ ପ୍ରତିଶୋଧ ନେବି। କିଛି ଦିନ ପରେ ଟୁନି ଟୁନା ଖାଦ୍ୟ ଆଣିବାକୁ ବଣକୁ ଯାଉଥିଲେ। ଦେଖିଲେ ଗୋଟେ ଗଛ ଉପରେ କୁଆ ଅଣ୍ଡା ଦେଇ ଉଡ଼ି ଯାଉଛି। ଟୁନି ଚିନ୍ତା କଲା, ଏଇଟା ହିଁ କୁଆ ପାଖରୁ ପ୍ରତିଶୋଧ ନେବା ପାଇଁ ସୁବର୍ଣ୍ଣ ସୁଯୋଗ। ସେ ଯାଇ କୁଆ ବସା ପାଖରେ ପହଞ୍ଚିଲା। ଆଉ ରାଗରେ କୁଆ ଦେଇଥିବା ଅଣ୍ଡା ବସାଟିକୁ ତଳକୁ ପକାଇଦେଲା। ତଳେ ପଡ଼ି ବସାଟି ନଷ୍ଟ ହୋଇଗଲା। ଟୁନି ଚଢ଼େଇ କୁଆ ପାଖରୁ ପ୍ରତିଶୋଧ ନେଲା। କିଛି ସମୟ ପରେ କାଉ ଆସି ଦେଖିଲା ତା ବସାଟି ତଳେ ପଡ଼ିଛି। କାଉ ମନ ଦୁଃଖରେ ସେ ବଣରୁ ଉଡ଼ି ପଳାଇଗଲା। ଟୁନି ଆଉ ଟୁନା ମନ ଖୁସିରେ ଘରକୁ ଫେରିଲେ। ହାଏ, ମୁଁ ନଟୁ, ଇଏ ବୁଟୁ। ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ନା ମୋ ଭାଇ, ସେତିକିରେ ଚଳିବନି, ଲାଇକ୍ ଆଉ ସେୟାର ନିଶ୍ଚିତ କରିବେ ନା। ବୁଟୁ, ଆମ ସାଙ୍ଗମାନେ ବହୁତ ଭଲ, ସେମାନେ ସବସ୍କ୍ରାଇବ ନିଶ୍ଚିତ କରିବେ।